ବର୍ତ୍ତମାନ ମୋର ଆଲୋଚନା ଆଇଏଏସ୍ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ରଚିତ ଶୈଳକଳ୍ପ କବିତା ଉପରେ। ବୁଦ୍ଧିରୁ ଜାତ କବିତା ବୌଦ୍ଧିକ। ବୌଦ୍ଧିକ କବିତା ବୁଝିବାରେ ସହଜ ନୁହେଁ। ଥରେ ଦୁଇଥର ପଢ଼ିଦେଲେ ବୌଦ୍ଧିକ କବିତା ସହଜରେ ଅନାୟାସରେ ବୁଝି ହୋଇ ନଥାଏ। ଏହାକୁ ବୁଝିବା ପାଇଁ ବାରମ୍ବାର ମନୋଯୋଗର ପଠନ ଦରକାର। ସୂର୍ଯ୍ୟମାନ କଳ୍ପନାର ବ୍ୟବହାର ବା ପ୍ରୟୋଗ ଦରକାର। କବିତାକୁ ପଢ଼ି ମନରେ ଏଣୁ ତେଣୁ ପାଞ୍ଚ କଥା ଭାବିବା ଦରକାର। ତେବେ ଯାଇ ବୌଦ୍ଧିକ କବିତା ବୁଝି ହୋଇଯିବ। ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ଶୈଳକଳ୍ପ ଏକ ବୌଦ୍ଧିକ ବୁଦ୍ଧିଦୀପ୍ତ କବିତା। ଏହା ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ MA ପାଠ୍ୟ ଶ୍ରେଣୀରେ ପାଠ୍ୟ ପ୍ରଚଳିତ ଥିଲା। ଶୈଳ ମାନେ ପାହାଡ଼ ପର୍ବତର ଅନ୍ୟ ନାମ। କଳ୍ପ ମାନେ କଳ୍ପନା ବା ଭାବନା ବା ଚିନ୍ତା। ସୁତରାଂ ପାହାଡ଼ ପର୍ବତ ଚିନ୍ତାର କବିତା ଶୈଳକଳ୍ପ। ପାହାଡ଼ ପର୍ବତ ଭୂମିରୁ ଜାତ ହୋଇ ତଳୁ ଉପରକୁ ଉଠି ଯାଇଛନ୍ତି। କୋରାନରେ ଖୋଦା କହିଛନ୍ତି କି ଭୂମି ନ ଥରିବା ପାଇଁ ମୁଁ ଆଲ୍ଲାହ ପାହାଡ଼ ପର୍ବତକୁ ତାର ଖୁମ୍ବ କରିଛି। ସେ ତୁମେ ମଣିଷମାନଙ୍କୁ ନେଇ ଯେମିତି ନ କମ୍ପେ, ଥରହର ନ ହୁଏ। ତେବେ ଶୈଳକଳ୍ପର କାବ୍ୟିକ ପ୍ରଯୁକ୍ତ ଅର୍ଥ ହେଲା କବିଙ୍କର ଉଦ୍ଯୋଗ ଆଧ୍ୟାତ୍ମିକ ଚିନ୍ତା। ଯେହେତୁ ଭଗବାନଙ୍କର ସ୍ଥିତି ଉପରେ ଆକାଶରେ ସାଧାରଣତଃ ଅଛି। ଭଗବାନ ଓମ୍ନି ପ୍ରେଜେଣ୍ଟ ବା ସର୍ବ ଉପସ୍ଥିତବାନ। ସେ ଉପରେ ତଳେ ସବୁଠି ସର୍ବତ୍ର ଅଛନ୍ତି। ତେବେ ସଚରାଚର ଭଗବାନଙ୍କର ଅବସ୍ଥିତିକୁ ଆମେ ମଣିଷ ଉପରେ ବୋଲି ଧରି ନେଇଥାଉ। ନହେଲେ ଉପରକୁ ହାତ ଉଠାଇ କେମିତି ତାଙ୍କୁ ପ୍ରଣାମ କରୁ, ପ୍ରାର୍ଥନା କରୁ। ଉପରେ ଅଛନ୍ତି ବୋଲି ସିନା। ଜଣେ ମୌଲବୀ ଆଲୋଚନା ଛଳରେ କହିଥିଲେ, ଆଲ୍ଲାହ ଉପର ହୈ ତୋ କ୍ୟା ନିଚେ ହୈ ନାହିଁ, ତୁମ ଫ୍ରି ହୋ, ଜୋ ଚାହେ ଲଫଡ଼ା କରୋ। ଅଗତ୍ୟା ଉଦ୍ଯୋଗ ଭଗବତ ଚିନ୍ତାର ବ୍ୟଞ୍ଜିତ ଆଇରୋନିକାଲ ଉଦ୍ଦେଶିତ ନାମ ଶୈଳକଳ୍ପ, ଯାହାକି ଆଧ୍ୟାତ୍ମିକ ମନୋଭାବର ନମୁନା, ବୌଦ୍ଧିକ ପରିକଳ୍ପନା। ତେବେ କବିତାର ଲିଖିତ ଆଲୋଚନା କରିବା ପୂର୍ବରୁ ମୂଳ କବିତାଟିକୁ ମୁଁ ପଢ଼ି ଦେଉଅଛି। ଶୈଳକଳ୍ପ, କବି ରାଜେନ୍ଦ୍ର କିଶୋର ପଣ୍ଡା। ଉଠୁ ଉଠୁ ନିର୍ଦ୍ଦିଷ୍ଟ ଏକ ମହାନ ଉଚ୍ଚତାରେ ତୁ ସ୍ଥିର ହୋଇ ଯାଇଛୁ। ସ୍ପର୍ଦ୍ଧାରେ ଫେରାର ପକ୍ଷୀ ଫେରି ଆସିଛି କ୍ଳାନ୍ତ ହୋଇ ନୀଡ଼କୁ। ଧୀରେ ଧୀରେ ଓହ୍ଲାଇ ଯାଇଛି ପଶୁ, ବାଛି ନେଇଛି ଗହନ ଗୁହାର ଶାଗୁଆ ଅନ୍ଧାର ନିଜକୁ ଖୋଜିବାକୁ। ଭିନ୍ନ ଭିନ୍ନ ଉଚ୍ଚତାରେ ପର୍ବତ ଆରୋହୀମାନଙ୍କର ଘାଟି ସ୍ଥାପିତ। ପରିତ୍ୟକ୍ତ ହୋଇଛି ବହୁବାର। ଅନିବାର୍ଯ୍ୟ ଅବରୋହଣ। ନଦୀ ଗଡ଼ି ଯାଇଛି ତଳକୁ, ଶିଖର ପବନହୀନ। ନଦୀ କ'ଣ ତୋର ହାତ? ନା ସମୁଦ୍ରର ଦୂରକ୍ରିୟ ଚତୁର ଷଡ଼ଯନ୍ତ୍ର? କେଜାଣି। ସମୁଦ୍ର ସହିତ ତୋର ବିଚିତ୍ର ପ୍ରେମ ଓ ବୈର କଥା ମୁଁ ଶୁଣିଛି। ଏପରି ଏକ ସମ୍ପର୍କର ଚୂଡ଼ାନ୍ତ ସାଲିସ ନାହିଁ କି ଅନ୍ତ ନାହିଁ କିଛି। ସେହି ନିର୍ଦ୍ଦିଷ୍ଟ ମହାନ ଉଚ୍ଚତାରେ ଯେତେବେଳେ ତୁ ସ୍ଥିରତା ପରି ସ୍ଥିର ହୋଇଗଲୁ। ଆକାଶ ଛୁଇଁବାକୁ ଆଉ କେତେ ବାଟ ଥିଲା। ଫାଟି ମୁକୁଳି ଯିବା ଆଗରୁ ଠିକ୍ ପଥର ଭିତରେ ବନ୍ଦୀ ଝରଣାର ଆତ୍ମା ଆଉ ଗୁହା ଭିତରେ ଥିବା ପଶୁଟିର ଅଦ୍ଭୁତ ସିଦ୍ଧିର ପ୍ରାକ୍ ମୁହୂର୍ତ୍ତ ପରି ଥମ୍ ଥମ୍ ତୁ ପର୍ବତ ଉନ୍ମୋଚନ କରି ଦିଅନ୍ତୁନି। ସଶରୀରେ ସ୍ୱର୍ଗ ପହଞ୍ଚି ଯିବାର ପଥ। ଚିରକାଳ କେବଳ ଦୂରତା ଆଉ ଶୀତଳତା, ଅପ୍ରାପ୍ତି ଆଉ ପତନ ଆଉ ପରାଜୟ, ମୃତ୍ୟୁ ଆଉ ଶୂନ୍ୟତା ହିଁ ତୋର ଶିଖର। ସ୍ମିତହୀନ ତୁ ଚିର କଠିନ କଠୋର। ଯେତେ କୋଟି ପ୍ରତିଧ୍ୱନି ତୁ ବୁଣି ଦେଇଛୁ ଦିଗ୍ ବିଦିଗ, ସାଉଁଟି ନେଇ ସବୁ ଗର୍ଜି ଉଠନ୍ତୁନି ଥରେ ପ୍ରବଳ ନାଦରେ। ତୁ କ'ଣ ମନ୍ଥି ଚାଲିଛୁ ସୃଷ୍ଟିକୁ ସ୍ଥିରତା ଭିତରେ? ସବୁ ରଙ୍ଗ ସବୁ ଧ୍ୱନିର ମହାଚିତ୍ର ଓଁକାର ଓ ମହାନୀରବତା। କୋଉଠି କାଠହଣା, କୋଉଠି ବୃକ୍ଷ ପରି, କୋଉଠି ଏକ କିଶୋରୀ ପାର୍ବତୀର ପାଦସ୍ପର୍ଶ। କୋଉଠି ସୂର୍ଯ୍ୟୋଦୟ, କୋଉଠି ସୂର୍ଯ୍ୟାସ୍ତ, କୋଉଠି ଅନ୍ଧାର, କୋଉଠି ଚନ୍ଦ୍ରାଲୋକ। ନିଦାଘ ଶରତ ଶ୍ରାବଣ ମେଘ ଆସେ ପୂର୍ବରୁ ପଶ୍ଚିମରୁ ଈଶାନରୁ ନୈଋତ୍ୟରୁ। କେତେବେଳେ ଝର୍ଝରିତ ଚିତ୍ରଧାରା, କେତେବେଳେ ଲୋମକୂପରୁ କୁଣ୍ଡା ଝଡ଼ା ବର୍ଷା ଝରା। ସୂର୍ଯ୍ୟ ଲୁଚେନା କାହାରି ଆଢ଼ୁଆଳରେ,
ମୁରୁକାଏ ମେଘର ମଝିରେ ଶୂନ୍ୟ ତମାମ ପାଣି ଖରା ବିନ୍ଦୁ ବିନ୍ଦୁ ସ୍ଫୁଲିଙ୍ଗିତ ମେଘମାୟା ଜ୍ୟୋତିକ୍ରୀଡ଼ା ଅସୁମାରୀ ଛିଟା ଛିଟା ଇନ୍ଦ୍ରଧନୁ ଅଣୁ ଅଣୁରେ ଗୋଟିଏ ଗୋଟିଏ ନିଆରା ମୁହୂର୍ତ୍ତରେ ତୋତେ ବି ମନ୍ଥେ କେଉଁ ଅଦୃଶ୍ୟ ସୂକ୍ଷ୍ମ ମନ୍ଦର ଥିବା ଆଉ ହେବା ଭିତରେ କାଠିନ୍ୟରେ ଖେଳେ ତରଙ୍ଗ ବାଷ୍ପାୟନ ହୁଏ ତାରଲ୍ୟରେ ସବୁ ପୁଣି ଫୁଟେ ସ୍ଫଟିକରେ ବାୟୁ ଭିତରର ସ୍ଥିର ଚକ୍ଷୁ ଶିଖା ଉହାଡ଼ର ରଡ଼ନିଆ ଜୀବାତ୍ମ ଆଉ ଆତ୍ମାତ୍ମ ତୁ ପର୍ବତ ଆଶା ତୁ ଆନନ୍ଦ ତୁ ମୃତ୍ୟୁ ଅର୍ଣ୍ଣ ଜାଗରଣ ତପଶ୍ଚରଣ ପ୍ରେମ ପରମ ମୌନ ପକ୍ଷୀ କ୍ଳାନ୍ତ ହୋଇ ଫେରେ କିନ୍ତୁ ପୁଣି ଥରେ ଉଡ଼ିଯାଏ ଉଚ୍ଚତା ଯାହାର ଜଣାଅଛି ଅବଶ୍ୟ ପହଞ୍ଚି ହୁଏ ତାର ଶିଖରଠି। ହଠାତ୍ ଏକ ଆର୍ଷ ମାନେ ବିଜୁଳି ଜ୍ୟୋତିରେ ଉଜଳି ଉଠେ ପଶୁଟି ଗୁହାର ଭିତରୁ ଶୁଭେ ଅୟମହଂ ଭୋ। କି ଅଦ୍ଭୁତ କି ଉଚ୍ଛ୍ୱାସମୟ ଏଇ ପରିଚୟ ତା ପୁଣି ନିଜ ସହିତ ନିଜର। ବୁଡ଼ି ବୁଡ଼ି ମରିଯିବା ଆଉ ଉଡ଼ି ଉଡ଼ି ଉଠିଯିବା ଉଭୟ ଭାବ ଅନୁଭୂତ ହୁଏ ଏକାବେଳକେ ଏକ ଘଟରେ ଏକ ଦେହରେ। ଆ ଜାଗି ଉଠ ପର୍ବତ ଆ କୃଷ୍ଣର ବଂଶୀ ଶାମ୍ବର ମୁଷଳ ଶିବଲିଙ୍ଗ ହଳଧରର ହଳ ନିହଣ ମୁଗୁର ତୂଳୀ କଲମ ଆଉ ଖଡ୍ଗ ସ୍ଥିର ନିସ୍ୱନ ବିସ୍ଫୋରଣ ସୁମହାନ ନୃତ୍ୟ ମୁଦ୍ରା ପେଶୀ ଅସ୍ଥି ହୃତପିଣ୍ଡ ପିଣ୍ଡ ଆଉ ବ୍ରହ୍ମାଣ୍ଡ ଫଳ ଭିତରର ବୀଜ ବୀଜ ଭିତରର ଅଣୁବୀଜ ମେଘ ମୁକୁଟ ସିଂହଠାଣି ପୌରୁଷ ପ୍ରତିଜ୍ଞା ତ୍ରିବାର ସତ୍ୟବାଚନ ଆଦିମ ସ୍ପର୍ଦ୍ଧା କାଳ କାଳର ଦମ୍ଭ ଚଟାଣ ଆଉ ଶିଖର ସ୍ଥଳଭାଗ ବିପୁଳ ସମୁଦ୍ର ଯାର ଆଧେୟ ମାତ୍ର ହୁତାସନ ଯାର ଗର୍ଭିତ ପର୍ବତ ମହାଶୂନ୍ୟର ପୃଥ୍ୱୀ ତୁ ନିଟୋଳ ଆଉ ସୁନ୍ଦର ଅଭଙ୍ଗୁର ଅଦ୍ଭୁତ କଲ୍ଲୋଳ ତୋର ଶିଖର। ମୃତ୍ୟୁ ଥାଉ କି ଅମରତ୍ୱ ଥାଉ ସେଇଠି ଶିଖର ମାତ୍ରେ ହିଁ ଆରୋହ୍ୟ। ଦେଖ ଦେଖ ଈଶ୍ୱରଙ୍କର ଉତ୍ତୋଳିତ ହାତର ଆଙ୍ଗୁଠି ଉପରେ ଗୋବର୍ଦ୍ଧନ ପରିତୁ ଆଉ ଗୋବର୍ଦ୍ଧନ ଚୂଡ଼ାର ଉଚ୍ଚତମ ବିନ୍ଦୁରେ କେନାଏ କୋମଳ କିଶଳୟ ପରି ମୁଁ ସ୍ଥିର ହୋଇ ଠିଆ ହୋଇଛି। ହଁ ସେତିକି ନିର୍ଦ୍ଦିଷ୍ଟ ଉଚ୍ଚତାରେ ମୁଁ ସ୍ଥିର ହୋଇଯାଇଛି ଅନିବାର୍ଯ୍ୟ ବଜ୍ର ପାଇଁ ଅପେକ୍ଷା କରିଛି। ଲିଖିତ ଆଲୋଚନାର ଶୀର୍ଷକର ନାଁ ଦେଇଛି ଆଧ୍ୟାତ୍ମିକତାର ବ୍ୟଞ୍ଜନାରେ ପର୍ବତ ଚିନ୍ତାର କବିତା ଶୈଳକଳ୍ପ। ସାହିତ୍ୟରେ ପ୍ରତୀକର ବ୍ୟବହାର ସାହିତ୍ୟକୁ ବୌଦ୍ଧିକ ଓ ରୁଚିଶୀଳ କରାଏ। ଏଭଳି ସାହିତ୍ୟକୁ ସହଜରେ ବୁଝି ହୋଇ ନଥାଏ। ବୁଝିବାରେ ବି ବୁଦ୍ଧି ଦରକାର। ସୃଷ୍ଟିରେ ପର୍ବତ ଅପର ପ୍ରାକୃତିକ ସମ୍ପଦ। ଏଥିରୁ ଅନେକ ପଦାର୍ଥର ଜାତ। ନିଜେ ପର୍ବତ ତାର ପଥରକୁ ପଥର ଖଣ୍ଡକୁ ମଣିଷର କାମରେ ଲଗାଇବା ସହିତ କାଠ ପତ୍ର ଝରଣା ଜଙ୍ଗଲଜାତ ଦ୍ରବ୍ୟ ପର୍ବତ ଉତ୍ପନ୍ନ ପଦାର୍ଥ ସବୁକୁ କାମରେ ଲଗାଏ। ପର୍ବତ ଭୂମିର ତଳକୁ ବା ନିମ୍ନ ଭାଗରୁ ଜାତ ହୋଇ ଆକାଶର ଉପରି ଭାଗକୁ ଲମ୍ବି ଯାଇଥାଏ ଉଚ୍ଚ ହୋଇ। ପର୍ବତର ଆଶ୍ରାରେ ଅନେକ ଜୀବଜନ୍ତୁ ସେଥିରେ ବସବାସ କରନ୍ତି। ମଣିଷ ବି ବସତି ସ୍ଥାପନ କରିଥାଏ। ପର୍ବତକୁ କବି ରାଜେନ୍ଦ୍ର କିଶୋର ପଣ୍ଡା ନିଜ କଳ୍ପନାର କାରିଗରୀ ଭାବରେ ନେଇ ମାନବୀୟ ଉଚ୍ଚ ଚିନ୍ତା ଭଗବତ ବା ଆଧ୍ୟାତ୍ମିକ ଚିନ୍ତାର ସଂକେତ କରିଛନ୍ତି। ଭଗବାନ ମନୁଷ୍ୟ ମୁଣ୍ଡର ଉପରି ଭାଗରେ ଆକାଶରେ ଥିବାରୁ ବିଭୁ ଚିନ୍ତା ସବୁବେଳେ ଉପରିସ୍ଥ ଚିନ୍ତା। ଉପରକୁ ଦେଖିଲେ ମଣିଷ ବଡ଼ ହେବ ମହାନ ହେବ। ତଳକୁ ନିମ୍ନକୁ ଦେଖିଲେ ଛୋଟ ହେବ ସଂକୀର୍ଣ୍ଣ ମନା ହୋଇଯିବ ସଂକୁଚିତ ସ୍ୱଭାବର ହୋଇଯିବ ଛୋଟ ଲୋକ ହୋଇଯିବ। ସେଥିପାଇଁ ଇଂରାଜୀରେ କୁହାଯାଇଅଛି କି ଲୁକ୍ ଅପୱାର୍ଡ ଅର୍ଥାତ୍ ଉପରକୁ ଚାହଁ ତେବେ ଯାଇ ଉଚ୍ଚ ଆକାଂକ୍ଷା ସମ୍ପନ୍ନ ହେବ ହାଇ ଆମ୍ବିସନେବୁଲ ହେବ। ଜୀବନ ଆଗକୁ ବଢ଼ିଥାଏ ପଛକୁ ନୁହେଁ। ଯିଏ ଭୀରୁ ଯିଏ ସଂକୀର୍ଣ୍ଣ ମନା କାପୁରୁଷ ସିଏ ହିଁ ପିଛେ ମୁଡ଼ ତେଜ ଚଲର ହୋଇଥାଏ। ଗୋପବନ୍ଧୁ ପରା କହିଛନ୍ତି ପଛଘୁଞ୍ଚା ନାହିଁ ବୀରର ଜାତକେ ନମରେ ସେ କେବେ ପରାଣ ଆତଙ୍କେ। ସାହସୀ ଯିଏ ବୀର ସିଏ ଆଗକୁ ମାଡ଼ି ଚାଲେ ଜୀବନ ସଂଗ୍ରାମରେ ଯୁଦ୍ଧ କରିବାକୁ। ହେଲେ ବି ଭଗବାନ ସବୁଠାରୁ ଉପରିସ୍ଥ। ତାଙ୍କଠାରୁ ମଣିଷ ଉପରିସ୍ଥର ହୋଇପାରିବ ନାହିଁ। ମଣିଷ ସବୁବେଳେ ସର୍ବଦା ତଳସ୍ଥ ବା ତଳସ୍ତରର। ମଣିଷ ଜ୍ଞାନରେ ସାମର୍ଥ୍ୟରେ କ୍ଷମତା ଓ ପଦବୀରେ ଶକ୍ତିରେ ବଳରେ
ପରେ ଯେତେ ଯେତେ ପର୍ବତ ଭଳି ଉଚ୍ଚରେ ଥିଲେ ମଧ୍ୟ ଏକଦା ବା ଦିନେ ସେ ବୟସ ଖସିଗଲେ, ଦୁର୍ବଳ ହୋଇ ପଡ଼ିଲେ, ଚାକିରି ଚାଲିଗଲେ, ଯୌବନକୁ ବିଗାଡ଼ି ଦେଲେ, ଦରିଦ୍ର ହୋଇଗଲେ, କ୍ଷମତା ଚାଲିଗଲେ, ପର୍ବତର ଉଚ୍ଚତାରେ ଆକାଶକୁ ଚାଲିଯାଇ ଥିବାର ଅଭିଳାଷ ରଖିଲେ ବି ଭୂମିର ମଣିଷ ଭୂମିର ହୋଇ ରହିଯାଏ, ଭୂମାର ହୋଇପାରିନଥାଏ। ଭୂମାର ଦୟାରେ ହିଁ ଭୂମା ହେବାର ମିଛ ସ୍ୱପ୍ନ ଦେଖେ, ହେଲେ ସେଇଟା ବାସ୍ତବ ନୁହେଁ। ମଣିଷର ବଡ଼ପଣ ପର୍ବତ ବନିବାର ଉଚ୍ଚ ଚିନ୍ତା ସମୟକ୍ରମେ ସମୟର ପରିବର୍ତ୍ତନଶୀଳତାରେ ପୁଣି ସେଇ ତଳର ନିମ୍ନର ହୋଇ ରହିଯାଏ, ଯେଉଁଠୁ ସେ ପର୍ବତ ହେବାର ପରିକଳ୍ପନା ଶୈଳକଳ୍ପର ମନୋଭାବ ଧରିଥିଲା। ଶୈଳକଳ୍ପ ଏଠି ମଣିଷର ଉଚ୍ଚ ଆକାଂକ୍ଷା ବା ହାଇ ଆମ୍ବିସନ୍, ଯିଏକି ବସ୍ତୁବାଦୀ ସଂସାର ସଞ୍ଚାରୀ, ପରନ୍ତୁ ଆଧ୍ୟାତ୍ମବାଦୀ ବିଭୁବାଦୀ ଭଗବତ୍ ବିଶ୍ୱାସୀ ବି ଶୈଳକଳ୍ପର ଉଚ୍ଚ ଚିନ୍ତାର ସ୍ୱପ୍ନ ଦେଖିଥାଏ, ଯାହାକି ଅବସାଦର ଦୁଃଖ ଅନୁଶୋଚନା ଅନୁତାପର ନ ହୋଇ ସ୍ୱର୍ଗୀୟ ଆନନ୍ଦ ଆହ୍ଲାଦର ହୋଇଥାଏ। ଶୈଳକଳ୍ପ ବା ମନର ଉଚ୍ଚ ଚିନ୍ତା ମାନେ ସଂସିତ କବିତା ପାଇଁ ବିଭୁ ଚିନ୍ତା, ଅଧ୍ୟାତ୍ମ ଚିନ୍ତା। ଭଗବାନଙ୍କୁ ମନ ଓ ମସ୍ତିଷ୍କରେ ନ ଭାବି ମନୁଷ୍ୟ ରହିପାରିବ ନାହିଁ, ଯେହେତୁ ଶେଷରେ ମୃତ୍ୟୁ ଦ୍ୱାରା ଟଣା ହୋଇ ମଣିଷ ଭଗବାନଙ୍କ ପାଖକୁ ଚାଲିଯିବ। ସେ ଲାଗି ମଣିଷ ଭଗବାନଙ୍କୁ ଭାବେ, ତାଙ୍କ ଚିନ୍ତାରେ ଜୀବନର କିଛିଟା ସମୟ ବ୍ୟତୀତ ଅତିବାହିତ କରେ, ଯେମିତି ଶୈଳକଳ୍ପ କବିତାରେ କବି ରାଜେନ୍ଦ୍ର କିଶୋର ପଣ୍ଡା କରିଛନ୍ତି। କବିତାର ସହଜ ବାର୍ତ୍ତା ହେଲା, ମଣିଷର ଗର୍ବ ଦର୍ପ ଅହଙ୍କାର ଅହମିକା, ତାର ଅଭିମାନ ସବୁଦିନେ ରହିବ ନାହିଁ। ଦିନେ ନା ଦିନେ ଗର୍ବ ଖର୍ବ ବା ଚୂନା ହୋଇଯିବ। ଭଗବାନ କରିଦେବେ। ଗର୍ବୀ ହିଁ ଉଦ୍ଧତ, ଅମିତାଚାରୀ, ଅତ୍ୟାଚାରୀ। ଆଉ ଈଶ୍ୱର ମଣିଷର ଗର୍ବକୁ ସହି ନଥାନ୍ତି, ସେ ମଣିଷର ଗର୍ବ ଖଣ୍ଡନ କରନ୍ତି। ଈଶ୍ୱରଙ୍କୁ ଭାବିଲେ ହିଁ ମଣିଷ ବିନୟୀ, ବିନମ୍ର, ନିରଭିମାନୀ, ଜ୍ଞାନୀ, ଗୁଣୀ ହୋଇଥାଏ। ଆଉ ଆଧ୍ୟାତ୍ମବାଦୀ ହିଁ ଈଶ୍ୱରଙ୍କୁ ନିରନ୍ତର ଭାବେ, ତାଙ୍କୁ ମନେ ପକାଏ। ଏହା ହିଁ ଶୈଳକଳ୍ପ କବିତା ରଚନାର ଲକ୍ଷ୍ୟ। କବି ରାଜେନ୍ଦ୍ର କିଶୋର ପଣ୍ଡା ଆଧ୍ୟାତ୍ମବାଦୀ ହୋଇ ଶୈଳ ବା ପାହାଡ଼ ପର୍ବତକୁ ହୃଦୟରେ ସ୍ଥାପି ବିଭୁବାଦର ଉଚ୍ଚ ଚିନ୍ତା କଥା କବିତାରେ ଯେଉଁ ଭାବିତ ରୀତିରେ ରଚିଛନ୍ତି, ତାହା ବା ସେଇଟା ଦୁର୍ବୋଧ୍ୟ ବୌଦ୍ଧିକ ବକ୍ରୋକ୍ତିଜ ପରୋକ୍ଷ ଉକ୍ତିମୟ ହୋଇଅଛି। ଜଗତ ସମ୍ପଦରେ ଭର୍ତ୍ତି ହୋଇଥିଲେ ବି ଧ୍ୱଂସରେ ତାହା ଶୂନ୍ୟ ବା ଖାଲି ହୋଇଯାଇଥାଏ। ଯେମିତି ଭୂମିକମ୍ପରେ ମାନବୀୟ ବସତି ପଲକେ ଧ୍ୱଂସପ୍ରାପ୍ତ ହୋଇ ନଷ୍ଟ ଆଡ଼କୁ ମାଡ଼ିଯାଏ, ସୁଚରିତ୍ର ସମୟକ୍ରମେ ବତ୍ଚରିତ୍ର ହୋଇପଡ଼େ, ମଣିଷଖିଆ ବାଘ ଶିକାରୀ ଗୁଳିରେ ଶୋଇପଡ଼େ, ମୃତପିଣ୍ଡ ହୋଇ ଯୌବନର ସୌନ୍ଦର୍ଯ୍ୟ ବାର୍ଦ୍ଧକ୍ୟରେ କୁତ୍ସିତ ଦେଖାଯାଏ। ଏଇଭଳି ମଣିଷର ପାର୍ବତ୍ୟ ଉଚ୍ଚ ଜୀବନ ନଷ୍ଟର ନିଶ୍ଚତାରେ ମ୍ଳାନ ମଳିନ ପଡ଼ିଯାଇ ରହିଯାଏ। ଏଇଭଳି ମଣିଷର ଜୀବନ ଓ ତାହାର ବସତି। ପରନ୍ତୁ ଯଦି ମଣିଷ ମନରେ ଆଧ୍ୟାତ୍ମିକ ଜୀବନ ଓ ତାହାର ମନୋଭାବର ଉଚ୍ଚ ପର୍ବତ ଚିନ୍ତା ଶୈଳକଳ୍ପ ରହେ, ଥାଏ ବା ମନକୁ ଆସେ, ମଣିଷ ହୁଏ ପ୍ରକୃତ ଶୈଳକଳ୍ପର ବାସିନ୍ଦା, ତପସ୍ୱୀ। ଯେମିତି ମହାବୀର ଜିନ, ମହାପୁରୁଷ ଗୌତମ ବୁଦ୍ଧ ହୋଇଛନ୍ତି। ଏମାନେ ସବୁ ଶୈଳକଳ୍ପର ଏକ ଏକ ପ୍ରତୀକ, ଯାହାର ସଂକେତ। ଏମିତି ମଣିଷ ହେବାକୁ କବି ସଂସିତ କବିତାରେ ସନ୍ଦେଶ ଛାଡ଼ିଛନ୍ତି। ଶୈଳକଳ୍ପ କବିତା ରଚନାର ଏହା ହିଁ ଭିତିରି ଉଦ୍ଦେଶ୍ୟ, ମର୍ମ କଥା। ଏବେ ଆସିବା କବିତାର ବିଷୟ ଭିତରକୁ, ଯେଉଁଥିରେ ବୌଦ୍ଧିକ ଶିଳ୍ପ ସୌକୁମାର୍ଯ୍ୟ ବିଦ୍ୟମାନ। ପଢ଼ି ବୁଝିପାରିଲେ ହେଲା, ନଚେତ୍ ପାଠକୀୟ ପରିତୃପ୍ତି ମିଳିବ ନାହିଁ। କବିତାର ବିଷୟ ସାର। କବି କହୁଛନ୍ତି, ମଣିଷ ସଂସାର ଓ ତାହାର ଜୀବନରେ କେତେ ଉଚ୍ଚକୁ ଉଠିବ, ତାହାର ମାପଦଣ୍ଡ ଭଗବାନ କରିକି ରଖିଛନ୍ତି। କୋଉ ମଣିଷକୁ କେତେ ଉଚ୍ଚ, କେତେ ଦୀର୍ଘ କରାଇବେ। ଯେମିତି ହିମାଳୟ ପର୍ବତମାଳା ପର୍ବତ ଶ୍ରେଷ୍ଠ ପର୍ବତମାନଙ୍କର ରାଜା ହେଲେ ବି ଆକାଶକୁ ମୁଣ୍ଡ ଟେକିଛି, ହେଲେ ଆକାଶକୁ ଛୁଇଁ ପାରି ନାହିଁ। ଆକାଶ ତଳେ ଉଚ୍ଚ ଶିଖର ହୋଇ ବିରାଜମାନ ଅଛି। ସେମିତି ମଣିଷ ନିଜେ କବି ମଧ୍ୟ। କବିଙ୍କ ଭାଷାରେ, ଉଠୁ ଉଠୁ ନିର୍ଦ୍ଦିଷ୍ଟ ଏକ ମହାନ ଉଚ୍ଚତାରେ ତୁ ସ୍ଥିର ହୋଇଯାଇଛୁ। ସ୍ପର୍ଦ୍ଧାରେ ଫେରାର ପକ୍ଷୀ ଫେରିଆସିଛି କ୍ଳାନ୍ତ ହୋଇ ନୀଡ଼କୁ। ଧୀରେ ଧୀରେ ଓହ୍ଲାଇ ଯାଇଛି, ପଶୁ ବାଛି ନେଇଛି ଗହନ ଗୁହାର ଶାଗୁଆ ଅନ୍ଧାର, ନିଜକୁ ଖୋଜିବାକୁ ଭିନ୍ନ ଭିନ୍ନ ଉଚ୍ଚତାରେ। ପର୍ବତାରୋହୀମାନଙ୍କର ଘାଟି ସ୍ଥାପିତ ପରିତ୍ୟକ୍ତ ହୋଇଛି ବହୁବାର ଅନିବାର୍ଯ୍ୟ ଅବରୋହଣ। ନଦୀ ଗଡ଼ି ଯାଇଛି ତଳକୁ, ଶିଖର ପବନହୀନ।
ପର୍ବତକୁ ଦେଖିଛନ୍ତି ବୋଲି ପର୍ବତର କଳ୍ପନା କରୁଛନ୍ତି କବିତାରେ। ପର୍ବତକୁ ଭଗବାନ ଏକ ନିର୍ଦ୍ଦିଷ୍ଟ ସ୍ଥିରୀକୃତ ଉଚ୍ଚତାରେ ରଖି ଆଣି ତାକୁ ଆଉ ଉଠିବାକୁ ନ ଦେଇ ସ୍ଥିର ଅଚଳ କରି ରଖିଦେଇଛନ୍ତି। ସେମିତି ମଣିଷ ପର୍ବତ ସମ୍ଭ୍ରାନ୍ତରେ, ଧନିକତ୍ୱରେ, ପଦପଦବୀତ୍ୱରେ, କ୍ଷମତା ଅର୍ଜନତ୍ୱରେ, ପାପ ପୁଣ୍ୟ ଭଲ ମନ୍ଦ ସବୁକିଛି କର୍ମ କରିବାର ଅର୍ଜନତ୍ୱରେ କେଉଁ ମଣିଷ କେତେଦୂର କର୍ମାଣୀରେ ଉଚ୍ଚତର ହେବ, ଏହାକୁ ମନରେ ଭାଗ୍ୟରେ ସ୍ଥିର କରି ସାରିଲା ପରେ ସେହି ମଣିଷକୁ ସେତିକି ଉଚ୍ଚତାରେ ରଖିକି ତାକୁ ସ୍ଥିର ଅଚଳ ସ୍ଥବିର କରିଦେଇଥାନ୍ତି। ମାନବୀୟ ଜଗତରେ, ମନୁଷ୍ୟର ବାସଯୁକ୍ତ ସମାଜରେ ପ୍ରୋକ୍ତ ମଣିଷମାନେ ଆଉ ଚାହିଁଲେ ବି ଉଚ୍ଚ ହୋଇପାରନ୍ତି ନାହିଁ, ବଢ଼ିପାରନ୍ତି ନାହିଁ। ଭଗବାନଙ୍କ ଦ୍ୱାରା ମଣିଷର କର୍ମ ନିର୍ଦ୍ଧାରଣ ହିଁ ମନୁଷ୍ୟର ଭାଗ୍ୟ, ତାର ନିୟତି। ନହେଲେ ଜଗତରେ କାହିଁକି କଥା ରହନ୍ତା ଭାଗ୍ୟଂ ଫଳତି ସର୍ବତ୍ର ନ ବିଦ୍ୟା ନ ଚ ପୌରୁଷମ୍, ଶକ୍ତି ନାହିଁ ବଶ୍ଚ କାହାରି ଜଗତେ, ନିୟତି କି ନେବ ନିଜ ଇଚ୍ଛା ପଥେ। ନନ୍ଦିକେଶ୍ୱରୀ କାବ୍ୟ, ରାଧାନାଥ ରାୟ। ବିଭୁ ଦ୍ୱାରା ମଣିଷ ପର୍ବତର ଏଇପରି ଗୋଟେ ପରିମାପ ମାନଦଣ୍ଡ ଅଛି। କବିତାରେ ବି କବି ପ୍ରାକୃତିକ ପାହାଡ଼ ପର୍ବତକୁ ମନୁଷ୍ୟର ଜୀବନ ସହିତ ତୁଳିତ କରିଛନ୍ତି, ଆଧ୍ୟାତ୍ମିକ ଚିନ୍ତନର ଉଚ୍ଚତାରେ ଆଣିଛନ୍ତି। ଏହା ହିଁ ଶୈଳକଳ୍ପ କବିତାର କଳ୍ପନା ବା ଥିମ୍, ତାହାର ଭାବଭୂମି ବା ସେଣ୍ଟ୍ରାଲ ଆଇଡିଆ। ଭଗବତ୍ ସୃଷ୍ଟିର ପ୍ରକ୍ରିୟା ଏକ, ଉପରୁ ତଳ, ତଳୁ ଉପର ହେବାର ଏକ ବିଧାନ। କବିତାର ଦ୍ୱିତୀୟ ଅଂଶରେ କବି ପର୍ବତର ଭିତର ପରିବେଶରେ ପାହାଡ଼ ମଧ୍ୟରେ ହେଉଥିବା, ଘଟୁଥିବା ଉପରୁ ତଳକୁ ଆସିବାର ଚିତ୍ର ଦେଇ କହିଛନ୍ତି, ଗର୍ବର ସହିତ ଆକାଶ ବକ୍ଷକୁ, ବାୟୁମଣ୍ଡଳରେ ଉପରିସ୍ଥ ଅଂଶକୁ, ପର୍ବତରୁ ଥାଇ ଊର୍ଦ୍ଧ୍ୱକୁ ଉଡ଼ିଯାଇଥିବା ପକ୍ଷୀ ସନ୍ଧ୍ୟା ସମୟକୁ ବା ପେଟପାଟଣାର କାମ ସାରି ଖାଦ୍ୟ ଅନ୍ୱେଷଣର କ୍ରିୟା ସମାପ୍ତ କରି ହାଲିଆ ହୋଇ ନୀଡ଼କୁ ବା ବସାକୁ ଫେରିଆସେ। କେତେ ଆଉ ଉପର ମୁହାଁ ହୋଇ ଉଡ଼ି ବୁଲିବ? ଶେଷରେ ବସା ଫେରନ୍ତା, ଘର ବାହୁଡ଼ା ହେବ ନା? ପକ୍ଷୀର ଉଡ଼ିବାର ନିର୍ଦ୍ଦିଷ୍ଟତା ନଥିବାକୁ ଜାଣି କବି ତାକୁ ଫେରାର ଶବ୍ଦରେ ଜଣାଇଛନ୍ତି। ଏଣେ ତେଣେ ଉଡ଼ି ବୁଲିବା ହିଁ ଏଇ ଫେରାର ବା ନିରୁଦ୍ଦିଷ୍ଟତା। ସେହିପରି ପର୍ବତର ପଶୁ ଯଥା ବାଘ, ଭାଲୁ, ହାତୀ, ସିଂହ ଇତ୍ୟାଦି ଚତୁଷ୍ପଦୀ ପ୍ରାଣୀମାନେ ବି ପର୍ବତ ଉପରକୁ ଯାଇ ଶିକାର ଖୋଜା ସାରି ଧୀରେ ଧୀରେ ତଳକୁ ପାହାଡ଼ର ଢାଲୁ ପ୍ରଦେଶକୁ ଓହ୍ଲାଇ ଆସନ୍ତି, ଫେରନ୍ତି। କାମ ସରିଗଲା ଉପରେ ଆଉ କାହିଁକି ରହିବେ? ଫେରିକି ସେମାନେ ନିଜ ନିଜର ରହଣି ଜାଗା ପର୍ବତର ଖୋଲ ଗୁମ୍ଫାରେ ଓ ତାହାର ଜାଙ୍ଗଳିକ ସବୁଜିମା ଭରା ଗଛଲତା ଘେରା ଅନ୍ଧାର ପରିବେଶରେ ଯାଇ ଆଶ୍ରା ନେଇ ରହିଯାଆନ୍ତି। ଗୁମ୍ଫା ଭିତରେ ରାତିରେ କିଏ କେଉଁଠି କେତେ ଜାଗା ଅକ୍ତିଆର କରି ରହିବ, ସେହି ଜାଗାକୁ ଖୋଜିବା ଛଳରେ ନିଜକୁ ଖୋଜନ୍ତି। ସ୍ଥିତିର ଉଦ୍ଦେଶ୍ୟ ହେଉଛି ଆଗ ନିଜକୁ ଖୋଜିବା, ପରେ ଯାଇ ଅନ୍ୟକୁ। ପୁଣି ସେହି ପର୍ବତରେ ଭିନ୍ନ ଭିନ୍ନ ଉଚ୍ଚତାରେ ଘାଟି ବା ରହଣି ମାନ ସ୍ଥାପନା କରିଥିବା ପର୍ବତ ଚଢ଼ାଳୀମାନେ ପର୍ବତ ଚଢ଼ିବାର ଦୁଃସାହସିକ କର୍ମୀୟ ପଦକ୍ଷେପମାନ ସମାପ୍ତ କରିସାରିଲା ପରେ ସେହିସବୁ ତାଙ୍କର ଘାଟି ବା ସାମୟିକ ବିଶ୍ରାମ ରହଣୀସ୍ଥଳ ମନ ଅବ୍ୟବହୃତ ସ୍ଥିତି ପାଇଁ ପୁରୁଣା ପରିତ୍ୟାଗମୟ ଅନେକ ବାର ହୋଇଯାଇଥାଏ। ପର୍ବତ ଚଢ଼ା ସରିଲା ପରେ ଆଉ ସେସବୁର କାମ ଅଦରକାରୀ, ଉପଯୋଗର ନୁହେଁ। ପର୍ବତ ଆରୋହଣ କରିସାରିବା ପରେ ସେହିସବୁ ପର୍ବତ ଆରୋହଣକାରୀମାନେ ତଳକୁ ହିଁ ଓହ୍ଲାଇ ଆସନ୍ତି, ଯାହାକି ନିଶ୍ଚିତ। ଚଢ଼ିବାର ଟେକ ରଖିବା ପାଇଁ ଯାହା ଯାଇଥିଲେ ନା, ସେଠି ରହିବା ପାଇଁ ନୁହେଁ। ତେଣୁ ଅବରୋହଣ ନିଶ୍ଚିତ। ପାର୍ବତ୍ୟ ଉପତ୍ୟକାରୁ ପର୍ବତ ମଧ୍ୟରୁ ବାହାରିଥିବା ନଦୀ ବି ତଳକୁ ହିଁ ବୋହିଥାଏ। ସେଥିପାଇଁ ତ ସେ ନିମ୍ନଗା। ପର୍ବତ ଶିଖର ବା ଶୃଙ୍ଗ ପବନହୀନମାନେ ସେଠି ପ୍ରାଣୀ ବସତି ନାହିଁ, ଯାହାକି ଅସମ୍ଭବ। ସମୟ ଧାପରେ ମଣିଷ ଜୀବନରେ ଉନ୍ନତିର ଉପରକୁ ଉଠିଲେ ବି ଦିନେ ତଳକୁ ଖସିବ ଏକା, ନହେଲେ ରହିପାରିବ ନାହିଁ। ମାଟିରେ ମରିଯାଇ ମିଶିପାରିବ ନାହିଁ। ପୁଣି ମଣିଷର ବସତି ମାଟିରେ, ତଳେ ଉପରେ ନୁହେଁ। ଚଢ଼ା ଉତ୍ତରା ପରା ଜୀବନ ଦୋଳି ଖେଳ। କବି ପର୍ବତକୁ କହୁଛନ୍ତି, ନଦୀ କ'ଣ ତୋର ଲମ୍ବମାନ ହାତ, ଯିଏକି ଉପରୁ ତଳକୁ ଗଡ଼ିଆସି ରହିଛି, ନତୁବା ନଦୀକୁ ପର୍ବତ ଉପରେ ରଖାଇ ନ ଦେବାର, ତାକୁ ନିଜର ସାଙ୍ଗସାଥୀ କରିବାର, ସମୁଦ୍ରର ଚାଲ ବା ଚାଲାକି ଷଡ଼ଯନ୍ତ୍ର କରି ସମୁଦ୍ର ନଦୀକୁ ପର୍ବତଠାରୁ ବନ୍ଧୁତ୍ୱ ନ କରିବାକୁ ଛଡ଼େଇ ଆଣିଛି ନିଜଠାକୁ, ଯାହାକି ଦୂରତାର କାର୍ଯ୍ୟକାରିତା। କବି ଏଥିପାଇଁ ସନ୍ଦେହରେ ପଡ଼ିଯାଇଛନ୍ତି। ସେଥିପାଇଁ କେଜାଣି ଶବ୍ଦର ବ୍ୟବହାର କରିଛନ୍ତି। କବି ଶୁଣିଛନ୍ତି କି, ସମୁଦ୍ର ସ୍ୱାମୀ ହେଲେ ନଦୀ ତାର ସ୍ତ୍ରୀ, ସମୁଦ୍ର ପୁରୁଷ ପ୍ରେମିକ ହେଲେ ନଦୀ ନାରୀ ପ୍ରଣୟିନୀ ପ୍ରେମିକା। ସାଗର ସଙ୍ଗମ କରିବା ପାଇଁ ହେବା ପାଇଁ ନଦୀ ଚଞ୍ଚଳ ଗତିରେ
ପର୍ବତରୁ ବୋହି ଆସି ସମୁଦ୍ରରେ ମିଶି ଲୀନ ହୋଇଯାଏ, ନିଜର ସ୍ଥିତି ହରାଇ ଦିଏ। କିନ୍ତୁ ଦୁହିଁଙ୍କ ଭିତରେ ଏକ ରହିଥିବା ଶତ୍ରୁତା ହେଲା ସମୁଦ୍ର ଜଳ ଲୁଣିଆ ଥିବାବେଳେ ନଦୀ ଜଳ ମଧୁର, ଆଉ ଏହା ହିଁ ସମୁଦ୍ର ନଦୀର ଶତ୍ରୁତା ବା ବୈରତା। ଏହା ହିଁ କବି ଶୁଣିଛନ୍ତି। ସମୁଦ୍ର ନଦୀର ଏଇଭଳି ସମ୍ପର୍କର ଆପୋଷ ସମାଧାନ ନାହିଁ କି ଶେଷ ବି ନାହିଁ। ଅର୍ଥାତ୍ ସମୁଦ୍ର ଏବଂ ନଦୀ ଏଇଭଳି ମିଶୁଥିବେ, ସଙ୍ଗମିତ ହେଉଥିବେ, ମଧୁର ସ୍ୱାଦ ଓ ଲୁଣିଆ ଆସ୍ୱାଦ ଦେବେ। ନଭଶ୍ଚୁମ୍ବୀ ପର୍ବତର ବଢ଼ି ଉଠିବାର, ଲମ୍ବି ଯିବାର ଉଚ୍ଚତା ମହାନ ବା ସର୍ବୋଚ୍ଚ ହେଲେ ଆକାଶସ୍ପର୍ଶୀ ନୁହେଁ। ଆକାଶର ତଳେ ଉଠିକି ପର୍ବତର ସ୍ଥିର ହୋଇ ରହିଯାଇଛି। ଏତିକିରେ ପର୍ବତକୁ ରହିବାଟାକୁ ହିଁ ଭଗବାନ ସ୍ଥିର କରି ତାକୁ ସ୍ଥିରତାର ଅବସ୍ଥିତି ଦେଇଛନ୍ତି। ହେଲେ କବି କହୁଛନ୍ତି, ଆଉ କିଛି ଉପରକୁ ଉଠି ଯାଇଥିଲେ ପର୍ବତ ଆକାଶକୁ ଛୁଇଁ ପାରିଥାନ୍ତା, ଯାହାକି ତାହା ପାଇଁ ଅଳ୍ପ ବାଟ ଥିଲା। ଉଠିବାରେ ସୃଷ୍ଟି ଚାହିଁପାରିବ ନାହିଁ, ସ୍ରଷ୍ଟାର ଚାହିଁବା ଦରକାର। ସ୍ରଷ୍ଟା ଚାହିଁ ନାହାନ୍ତି, ତେଣୁ ସୃଷ୍ଟି ପର୍ବତ ଚାହିଁବ କେମିତି? ଝରଣା ପର୍ବତ ଖୋଲରୁ ବାହାରି ଫଟାଇ ଝରିଲେ ବି ତାର ମୂଳ ଉତ୍ସ ଆତ୍ମାଟି କିନ୍ତୁ ପର୍ବତର ଦୁଇ ପଥର ଫାଟର ବାଟ ଭିତରେ ଚାପି ହୋଇ ବନ୍ଧନରେ ରହିଯାଇଥାଏ ସବୁଦିନ। ପ୍ରବାହରେ ମୁକ୍ତ ହେଲେ ବି ବାହାରଟି ବନ୍ଦିତ୍ୱରେ ରହିଥାଏ। ଗୁମ୍ଫା ଭିତରେ ରହିଥିବା ପଶୁଟି ଯେବେ ତା ଭିତରୁ ବାହାରିବାକୁ ଉଦ୍ୟମ କରୁଥାଏ, ପ୍ରସ୍ତୁତିରେ ଥାଏ, ସେବେ ତାର ଉଚ୍ଚ ଗମ୍ଭୀର ବିକଟାଳ ଗର୍ଜନରେ ପର୍ବତର ଖୋଲ, ଏପରିକି ପର୍ବତ ଥରି ଯାଉଥାଏ ପ୍ରତିଧ୍ୱନିର ସହିତ। କବି କହୁଛନ୍ତି, ଉନ୍ମୋଚନ କରି ଦିଅନ୍ତୁନି ସଶରୀରେ ସ୍ୱର୍ଗ ପହଞ୍ଚିବାର ପଥ। ଚିରକାଳ କେବଳ ଦୂରତା ଆଉ ଶୀତଳତା, ଅପ୍ରାପ୍ତି ଆଉ ପତନ ଆଉ ପରାଜୟ, ମୃତ୍ୟୁ ଆଉ ଶୂନ୍ୟତା ହିଁ ତୋର ଶିଖର। ସ୍ଥିତି ସ୍ମିତହୀନ ତୁ ଚିରକାଳ କଠୋର। ଯେତେ କୋଟି ପ୍ରତିଧ୍ୱନି ତୁ ବୁଣି ଦେଇଛୁ ଦିଗ୍ ବିଦିଗ ସାଉଁଟି ନେଇ, ସବୁ ଗର୍ଜି ଉଠନ୍ତୁନି ଥରେ ପ୍ରବଳ ନାଦରେ। ହେ ପର୍ବତ, ତୁ ତ ବହୁତ ବହୁତ କ୍ରୋଶ କ୍ରୋଶ ବ୍ୟାପୀ ଉଚ୍ଚତାରେ ଠିଆ ହୋଇଛୁ। ମଣିଷ କିପରି ତୋତେ ଚଢ଼ିକି ଜିଅନ୍ତା ସଶରୀରେ ସ୍ୱର୍ଗକୁ ଚାଲିଯିବାର ପଥ ପାଆନ୍ତା? ସେଇ ବାଟ ତୁ ଖୋଲି ଦଉନୁ କାହିଁକି? ମଣିଷ ପାଇଁ ସେଇ ସ୍ୱର୍ଗର ବାଟଟି ସବୁଦିନ ପାଇଁ ଦୂରତା ଏବଂ ଶୀତଳତାରେ ରହିଯାଇଛି। ଅର୍ଥାତ୍ କେବେ ଜୀବନରେ ମଲେ ଯାଇ ଶରୀରକୁ ଥଣ୍ଡା କଲେ ଯାଇ ସ୍ୱର୍ଗକୁ ନିଜ କର୍ମ ବଳରେ ପାଇବ କିମ୍ବା ପାଇପାରିବ ନାହିଁ। ହରାଇବ, ସ୍ୱର୍ଗ ପାଇଁ ଯିବାବେଳେ ପଡ଼ିଯିବ କିମ୍ବା ପରାସ୍ତ ହେବ, ସେଇଟା ଜଣା ନାହିଁ। ପର୍ବତ ଚଢ଼ି ସବୁ ଚଢ଼ାଳି ଯେମିତି ତାର ଶିଖରକୁ ଯାଇ ନପାରି ଅଧା ବାଟରେ ପଡ଼ି ମରିଯାଇ ଅସଫଳର ଶୂନ୍ୟତାକୁ ପଳାନ୍ତି, ତାହାହିଁ ପର୍ବତର ଓ ମଣିଷ ପର୍ବତୀୟ ଜୀବନ ଆଗୁସାରତାର ଶିଖର, ଯେଉଁଠି ଶେଷରେ ମୃତ୍ୟୁ ଓ ଶୂନ୍ୟତା ହିଁ କେବଳ ଅଛି। ମଣିଷ ବଢ଼ି ବଢ଼ି ଯାଇ ବୟସର ବୃଦ୍ଧିରେ ଶେଷରେ ମରି ଶୂନ୍ୟ ବା ଶେଷ ହୋଇଯାଏ। ଆଉ ତାହା ମାନବୀୟ ପର୍ବତର ଶିଖର ଓ ଶୀର୍ଷତା। ପର୍ବତର ଚଢ଼ିବା ଓ ଜୀବନର ଅନାଗତ ସମୟକୁ ଭାବିକି ବିତେଇବା ସବୁବେଳେ ଉଦାସ ହସହୀନ, ତେଣୁ ଏହା ସର୍ବଦା କ୍ରୂର ସେ ଲାଗେ। ପର୍ବତକୁ ହସିକି ଚଢ଼ାଯାଏ ନାହିଁ, ସତର୍କ ସଚେତନ ହୋଇ ଚଢ଼ାଯାଇଥାଏ। ସେଭଳି ଜୀବନକୁ ଦାୟିତ୍ୱବାନ ହୋଇ ଶୃଙ୍ଖଳିତ ରୀତିରେ ବିତା ଯାଇଥାଏ। ହେ ପର୍ବତ, ତୁ ଉଚ୍ଚତାରେ ଥିବାରୁ ତୋର ଚାରିଆଡ଼ ଖାଲି ପ୍ରତିଧ୍ୱନି ଭରା, ଆଉ ସେଇ ପ୍ରତିଧ୍ୱନି ସବୁକୁ ଗୋଟାଇ ନେଇ ଏକାଠି କରି ତୁ ଥରେ ଘୋର ଧ୍ୱନିରେ ଗର୍ଜନ କର। ମଣିଷ ସାହସ ବୀରତ୍ୱ ଯେତେ ବଳ ଦେହରେ ରଖିଛି, ସେ ସବୁକୁ ଏକାଠି ମିଶାଇ ବିଧାତା ବିରୁଦ୍ଧରେ ତାର ହତଭାଗ୍ୟତା ପାଇଁ ଚିତ୍କାର କଲେ ମଧ୍ୟ ତାହା ସେଇ ମଣିଷ ପାଇଁ ଫଳହୀନ, ବୃଥା। କାରଣ ଭାଗ୍ୟର କର୍ମ ବିହିର ମଣିଷ ହାତରେ ନୁହେଁ। ଯେମିତି ପର୍ବତ ଗର୍ଜେନା, ତାଦୃଶ ମଣିଷ ଭାଗ୍ୟକୁ ବଦଳାଇ ପାରେନା। ସ୍ରଷ୍ଟା ପାଖରେ ସୃଷ୍ଟିର ଅପାରଗପଣିଆ କଥା ଏଠାରେ ବର୍ଣ୍ଣିତ ହୋଇଛି। ସ୍ରଷ୍ଟାର ସବୁ ସୃଷ୍ଟି ନିର୍ମାଣର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେଇ ଏକ ହିଁ ଚକରେ ଗୋଟିଏ ଧାରାରେ ଘୂରି ଚାଲିଛନ୍ତି, ଯେଉଁଥିରେ କିଛି ଅଭିନବତା, ଭିନ୍ନତା ବା ସ୍ୱତନ୍ତ୍ରତା ନାହିଁ। କବିଙ୍କ ମତରେ, ତୁ କ'ଣ ମନ୍ଥି ଚାଲିଛୁ ସୃଷ୍ଟିକୁ ସ୍ଥିରତା ଭିତରେ? ବଢ଼ିବା ବି ନିର୍ଦ୍ଦିଷ୍ଟ, ସ୍ଥିତି ବି ନିରୂପିତ। ସମୟ ଚକରେ ଓ ତାର ଘୂରିବାରେ ସୃଷ୍ଟି ଏକ ହିଁ ରୀତିରେ ଆରମ୍ଭରୁ ଶେଷ ନେଇ ଗୋଟିଏ ଧାରାରେ ବିତେ। ପର୍ବତରେ ପ୍ରାକୃତିକ ବୈଚିତ୍ର୍ୟର ବିବର୍ତ୍ତନର ଦୃଶ୍ୟ ଦେଖାଇ କବି କହିଛନ୍ତି, ସକାଳ ସନ୍ଧ୍ୟା, ଆଲୋକ ଅନ୍ଧାର, ଋତୁଚକ୍ର, ରାତି ଦିନର ଆଲୋକ ଅନ୍ଧାର, ଦିନ ରାତିର କାର୍ଯ୍ୟାବଳୀ ସବୁକିଛି ଓଁକାର ବା ବିଭୁଙ୍କର କରଣୀୟତା। ସେଇ କୋଳାହଳ ପଶୁପକ୍ଷୀ ଜୀବଜନ୍ତୁଙ୍କର, ପୁଣି ରାତିରେ ମହାନୀରବତା, ଦିନରେ ପର୍ବତର ରୁଦ୍ର ସୁନ୍ଦରମୟତା, ସବୁକିଛି ଚକ୍ରାକାର। କୋଉଠି କାଠହଣା ପକ୍ଷୀର କାଠ କାଟିବାରେ ଗଛରେ ବସି ଖୁମ୍ପୁଛି, କୋଉଠି ବନଦେବୀ ଆବିର୍ଭୂତା ହୋଇଥାନ୍ତି, କୋଉଠି ଆଦିବାସୀ ରମଣୀ ପାର୍ବତ୍ୟ ରାସ୍ତାରେ ଯାଉଛି, କୋଉଠି ସୂର୍ଯ୍ୟର ଉଦୟ ଅସ୍ତଗାମିତ୍ୱ, କୋଉଠି ଅନ୍ଧାର ତ କୋଉଠି ଚନ୍ଦ୍ରାଲୋକ,
ଖରା ବର୍ଷା ଦିଗପାଳ ଦୃଶ୍ୟ ହୋଇଥାନ୍ତି। ସୂର୍ଯ୍ୟ ପର୍ବତ ପଛରେ ହେଉ ଅବା ମେଘ ମଝିରେ ହେଉ କିମ୍ବା ଜଙ୍ଗଲ ମଧ୍ୟରେ କୋଉଠି ହେଲେ ବି ଲୁଚନ୍ତି ନାହିଁ। ତାଙ୍କର ଗତିରେ ଏସବୁ ଯାହା ସାମୟିକ ପଡ଼ିଥାଏ। ବର୍ଷାର ମେଘମ୍ଳାନ ଇନ୍ଦ୍ରଧନୁଇତ ଦୃଶ୍ୟ ସବୁ ଅଲଗା ଅଲଗା କ୍ଷଣର ପ୍ରାକୃତିକ କାରନାମା। କବିଙ୍କ ଭାଷାରେ ତୋତେ ବି ମନ୍ଥେ କେଉଁ ଅଦୃଶ୍ୟ ସୂକ୍ଷ୍ମ ମନ୍ଦର ଥିବା ଆଉ ହେବା ଭିତରେ କାଠିନ୍ୟରେ ଖେଳେ ତରଙ୍ଗ ବାଷ୍ପାୟନ ହୁଏ ତାରଲ୍ୟରେ ସବୁ ପୁଣି ଫୁଟେ ସ୍ଫଟିକରେ। ବାୟୁ ଭିତରର ସ୍ଥିର ଚକ୍ଷୁ ଶିଖା ଉହାଡ଼ର ରଡ଼ନିଆଁ ଜୀବାତ୍ମ ଆଉ ଆତ୍ମାତ୍ମ ତୁ ପର୍ବତ ଆଶା ତୁ ଆନନ୍ଦ ତୁ ମୃତ୍ୟୁ ଅର୍ଣ୍ଣ ଜାଗରଣ ତପଶ୍ଚରଣ ପ୍ରେମ ପରମ ମୌନ। କବି କହୁଛନ୍ତି ହେ ପର୍ବତ ତୋରି ଇଲାକାରେ ପ୍ରକୃତିର ବିବିଧତା ଖେଳକୁ ଯେମିତି ବିଧାତା ଦେଖାଏ ତୋତେ ବି ସେମିତି ବିଧାତା ଘାଣ୍ଟେ। ତୋତେ ତଡ଼ାଯାଏ କଟାଯାଏ ଫଟାଯାଏ ଯାହା ତୋଠି ଅଛି ଆଉ ହେବାକୁ ଅଛି। ତୋଠି କାଠ ଅଛି ପଥର ଅଛି ଜାତ ଦ୍ରବ୍ୟମାନ ଅଛି ସେସବୁକୁ ମଣିଷ ଦ୍ୱାରା ହେବା ପାଇଁ ତୋଠାରୁ ବିଧି ନେଇଯାଇଥାଏ। ଶରୀର କଠିନରେ ତୋର ମୃଗତୃଷ୍ଣା ନୀରବତା ଗମ୍ଭୀରତା ଭୟଙ୍କରତା ଝରଣାର ପ୍ରବହମାନତା ପ୍ରବାହ ତରଙ୍ଗ ଖେଳିଥାନ୍ତି। ତୋର ଝରଣାର ଜଳ ସ୍ପର୍ଶ ତୋର ଝରଣାର ଜଳ ସୂର୍ଯ୍ୟ ତାପରେ ବାଷ୍ପ ହୋଇ ବର୍ଷା ରୂପରେ ତରଳିଥାଏ ପୁଣି ବାଷ୍ପ କଣାରେ ଫୁଟି ଦିଶେ। ମଣିଷ ତୋର ଅଞ୍ଚଳର ବାୟୁମଣ୍ଡଳରେ ଥାଇ ସ୍ଥିର ଚକ୍ଷୁରେ ରହି ପର୍ବତ ଓ ତାହାର ସୁଷମାକୁ ଅପଲକ ନେତ୍ରରେ ଚାହିଁ ରହେ। ପର୍ବତ ଶିଖରର ପଛପଟେ ସୂର୍ଯ୍ୟୋଦୟର ରଡ଼ନିଆଁ କିମ୍ବା ବଣନିଆଁର ପାଉଁଶ ଭିତରେ ଥିବା କୁହୁଳା ନିଆଁ ଶରୀରର ପୋଡ଼ା ପିଣ୍ଡ ଜୀବାଶ୍ମ ଆଉ ଅବଶେଷ ମଧ୍ୟ ତୋଠାରେ ଉତ୍ପନ୍ନ। ତୁ ନିଜେ ବି ଠିକ୍ ସେହିପରି। ତୋର ଦେହ ଅଛି ଆତ୍ମା ଅଛି ମଣିଷର ଆଶା ଆନନ୍ଦ ସବୁକିଛି ତୋଠାରେ। ଅର୍ଥାତ୍ ମଣିଷ ଚଢ଼ିବାରେ ରହିବାରେ କର୍ତ୍ତବ୍ୟରେ ବସତିରେ ତୋତେ ଆଶା କରେ ଆଉ ପାଇଲେ ଆନନ୍ଦିତ ହୋଇଥାଏ। ଯାହା ହେଉ ପର୍ବତରୁ କାଠ ପାଇଲି ଚଢ଼ିଗଲି ପଡ଼ିଲି ନାହିଁ। ବନବାସୀର ରହଣି କର୍ମ ବେଉସା ସବୁକିଛି ପର୍ବତ। ସେଥିରେ ତାର ଆଶା ଆନନ୍ଦ ସବୁକିଛି ଅଛି। ମୃତ୍ୟୁ ଉପାର୍ଜନ ଚେଇଁବା ଶୋଇବା ତପସ୍ୟା କରିବା ଭଲ ଓ ନୀରବତା ସବୁ ହିଁ ପର୍ବତ। ସବୁକିଛି ଜୀବନ ପର୍ବତର ଉଚ୍ଚତାରେ ବଢ଼ିବାରେ ଜୀବନକୁ ମିଳେ ଅଗ୍ରଗାମୀ ଗତିରେ ଥାଏ। ଜୀବନ ପର୍ବତର ଏକ ରୂପକ ବା ଇମେଜ୍। ଜୀବନ ଓ ପର୍ବତ ଉଭୟ ସମାନ। ହାଲିଆ ପାଇଁ ବିଶ୍ରାମ ଦରକାର ଓ ବଞ୍ଚିବା ପାଇଁ କର୍ମଠତା ଦରକାର। ଏହାକୁ ଲକ୍ଷ୍ୟ କରି କବିଙ୍କ ବକ୍ତବ୍ୟ ହେଲା ପକ୍ଷୀ କ୍ଳାନ୍ତ ହୋଇ ଫେରେ କିନ୍ତୁ ପୁଣି ଥରେ ଉଡ଼ିଯାଏ। ତେଣୁ ଆସିବା ଯିବା ଜୀବନ ଯିବା ଆସିବା ଅବସ୍ଥାନ। ଉଚ୍ଚତା ଯାହାର ଜଣାଅଛି ଅବଶ୍ୟ ପହଞ୍ଚି ହୁଏ ତାର ଶିଖରଟି। ହଠାତ୍ ଏକ ଆର୍ଦ୍ର ବଜ୍ର ଜ୍ୟୋତିରେ ଉଜ୍ଜ୍ୱଳି ଉଠେ ପଶୁଟି ଗୁହାର ଭିତରୁ ଶୁଭେ ଅୟମହଂ ଭୋ। କି ଅଦ୍ଭୁତ କି ଉଚ୍ଛ୍ୱାସମୟ ଏଇ ପରିଚୟ। ତା ପୁଣି ନିଜ ସହିତ ନିଜର। ବୁଡ଼ି ବୁଡ଼ି ମରିଯିବା ଆଉ ଉଡ଼ି ଉଡ଼ି ଉଠିଯିବା ଉଭୟ ଭାବ ଅନୁଭୂତ ହୁଏ ଏକା ବେଳକେ ଏକ ଘଟରେ। ମଣିଷ ସାମର୍ଥ୍ୟ କ୍ଷମତା ପାରିଲାପଣକୁ ଜାଣି କାମ କଲେ ଜୀବନ ପର୍ବତର ସଫଳତାର ଶିଖରରେ ଶୀର୍ଷରେ ଶେଷ ସୀମାରେ ପହଞ୍ଚି ପାରିବ। ଯେହେତୁ ମଣିଷ ବିଚାରବନ୍ତ ଓ ଅନୁଭବୀ। ପର୍ବତ ଗୁହାରେ ଥିବା ପଶୁ ପ୍ରାଣୀଟି ଯେମିତି ବିଜୁଳି ଚମକିବା ଘଡ଼ଘଡ଼ି ଗର୍ଜନରେ ଘାବୁରେଇ ଯାଏ ଏବଂ ଚମକି କହେ ମୁଁ ଏଇଠି ଅଛି ମ। ଅର୍ଥାତ୍ ଭୟ ଭିତରେ ବି ଜୀବନର ସ୍ଥିତି ଥାଏ ରହେ ମରେନା। ସେହି ପରିଚୟ ଯେତିକି ବିଚିତ୍ର ଆଶ୍ଚର୍ଯ୍ୟଜନକ ସେତିକି ଆବେଗପୂର୍ଣ୍ଣ ମନୋମୟ ନିଜ ଜୀବନ ସହିତ। ପାଣିରେ ବୁଡ଼ି ମରିଯିବା ଓ ଉଡ଼ି ଉଡ଼ି ଉପରକୁ ଉଠିଯିବା ଏହି ଉଭୟ ଭାବ ବା ପ୍ରତିଟି ପ୍ରାଣୀର ଏକ ହିଁ ଦେହରେ ହିଁ ବିତେ ଅନ୍ୟ କୋଉଠି ନୁହେଁ। ତେଣୁ ହେ ମଣିଷ ରୂପୀ ଅଗ୍ରଗାମୀ ଜୀବନ ବିତାନକାରୀ ପର୍ବତ ତୁ ସତର୍କ ସଚେତନ ହୋଇଯା। ତୁ ପରା ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ। ତେଣୁ ସାବଧାନ ହେବୁ। କବିଙ୍କ ବାକ୍ୟ ରେ କୃଷ୍ଣର ବଂଶୀ ଶାମ୍ବର ମୂଷଳ ଶିବଲିଙ୍ଗ ହଳଧରର ହଳ ନିହଣ ମୁଗୁର ତୁଳି କଲମ ଆଉ ଖଣ୍ଡା ସ୍ଥିର ନିସ୍ୱନ ବିସ୍ଫୋରଣ ସୁମହାନ ନୃତ୍ୟ ମୁଦ୍ରା ପେଶୀ ଅସ୍ଥି ହୃତପିଣ୍ଡ ପିଣ୍ଡ ଆଉ ବ୍ରହ୍ମାଣ୍ଡ ଫଳ ଭିତରର ବୀଜ ବୀଜ ଭିତରର ଅଣୁବୀଜ ମେଘ ମୁକୁଟ ସିଂହ ଠାଣି ପୌରୁଷ ପ୍ରତିଜ୍ଞା ତ୍ରିବାର ସତ୍ୟ ବାଚନ ଆଦିମ ସ୍ପର୍ଦ୍ଧା କାଳ କାଳର ଦମ୍ଭ ଚଟାଣ ଆଉ ଶିଖର ସ୍ଥଳଭାଗ ବିପୁଳ ସମୁଦ୍ର ଯାର ଆଧେୟ ମାତ୍ର ହୁତାସନ ଯାର ଗର୍ଭିତ ପର୍ବତ ମହାଶୂନ୍ୟ ତାର
ପୃଥି ତୁ ନିଟଳ ଆଉ ସୁନ୍ଦର, ଅଭଙ୍ଗର ଅଦ୍ଭୁତ କଲ୍ଲୋଳ ତୋର ଶିଖର। ମୃତ୍ୟୁ ଥାଉ କି ଅମରତ୍ୱ ଥାଉ, ସେଇଠି ଶିଖର ମାତ୍ରେ ହିଁ ଆରୋହ୍ୟ। ଦେଖ ଦେଖ ଈଶ୍ୱରଙ୍କର ଉଠିଥିବା ହାତର ଆଙ୍ଗୁଠି ଉପରେ ଗୋବର୍ଦ୍ଧନ ପରି ତୁ, ଆଉ ଗୋବର୍ଦ୍ଧନ ଚୂଡ଼ାର ଉଚ୍ଚତମ ବିନ୍ଦୁରେ କେନାଏ କୋମଳ କିଶଳୟ ପରି ମୁଁ ସ୍ଥିର ହୋଇ ଠିଆ ହୋଇଛି। ହଁ, ସେତିକି ନିର୍ଦ୍ଦିଷ୍ଟ ଉଚ୍ଚତାରେ ମୁଁ ସ୍ଥିର ହୋଇଯାଇଛି, ଅନିବାର୍ଯ୍ୟ ବଜ୍ର ପାଇଁ ଅପେକ୍ଷା କରିଛି। ଏ ପୃଥିବୀ ମାନବ ସୃଷ୍ଟି ସର୍ଜନା ପୂର୍ବରୁ ମହାଶୂନ୍ୟ ଥିଲା। ଜୀବଶ୍ରେଷ୍ଠ ମଣିଷ ଆସିବା ପରେ ପୌରାଣିକ ବିଶ୍ୱାସ ମନରେ ଦୃଢ଼ତର ହେବାରୁ ମଣିଷ ଦୈବତ ସତ୍ତାମାନଙ୍କର ପୃଥିବୀରେ ଲୀଳାଖେଳା କରିଥିବା ଓ ଯିବାର ଆଖ୍ୟାନ ଭିତରେ ଜାଣିଲା କି ମର୍ତ୍ତ୍ୟମଣ୍ଡଳେ ଦେହ ବୋହି ଦେବତା ହେଲେ ମରଇ। କବି ମହାଭାରତୀୟ ପୁରାଣ, ଶିବପୁରାଣ, କୃଷ୍ଣ ବଳରାମ ଶିବଙ୍କର ଜାଗତିକ ଭୂମିକା ଜାଣିଲା। ଖଣ୍ଡା ଓ କଲମ ଯୁଦ୍ଧ ବଳରେ ପେନ୍ ଇଜ୍ ମାଇଟର ଦେନ୍ ସୋର୍ଡ, ଅସିଠାରୁ ମସି ବଳିୟାନ। ଖଣ୍ଡାର ଯୁଦ୍ଧ ଧ୍ୱନିର ବହିରଙ୍ଗ, କଲମର ଅନ୍ତର ଧ୍ୱନିର ଅନ୍ତରଙ୍ଗରେ ମଣିଷର ଜୀବନ, ମନ ଓ ତାହାର ମାନସ ପୃଥିବୀର ଲୀଳାଖେଳା। ନୃତ୍ୟ ମୁଦ୍ରାର ଗାନ୍ଧର୍ବ ବିଦ୍ୟା ଆଦି ଅନେକ ପୁରାଣଶାସ୍ତ୍ର, ଜ୍ଞାନଶାସ୍ତ୍ର, ଆମୋଦଶାସ୍ତ୍ର, ନୃତ୍ୟଶାସ୍ତ୍ର ରଚନା କଲା। ବୈଜ୍ଞାନିକ ହୋଇ ବିଶ୍ୱଜ୍ଞାନୀ ହେଲା। ଭେଦରୁ ଭେଦ୍ୟରେ, ଗୁପ୍ତରୁ ସଙ୍ଗୋପତ୍ୟର ଜ୍ଞାନ, ବିଦ୍ୟା, ଉଦ୍ଭାବନ, ଆବିଷ୍କାର, ପୌରୁଷତ୍ୱ, ରାଜତ୍ୱ, ସତ୍ୟସନ୍ଧର ସଂକଳ୍ପକାରୀ, ସତ୍ୟର ଅପଳାପିତ ଖ୍ୟାତି, ବିଧିର ଗର୍ବ ପ୍ରକାଶ ସହିତ ମାନବୀୟ ଗର୍ବ, ଅଗମ୍ୟ କଳା ଓ ଗମ୍ୟତାର ସମୟ କାଳର ଆବିଷ୍କୃତି, ସାହସ, ମନୋବଳ, ସ୍ଥଳଭାଗ, ଚଟାଣ ତଥା ଉପରିଭାଗ, ଶିଖର ଅର୍ଥାତ୍ ଭୂମି ଭୂମାଜନିତ ଜ୍ଞାନାବଳୀ ବା ବସ୍ତୁବାଦୀ ଆଧ୍ୟାତ୍ମିକ ଜ୍ଞାନୀ ହେଲା। ସ୍ଥଳଭାଗ, ଜଳଭାଗର ଶାସ୍ତ୍ରୀୟ ଧାରଣା, ଜ୍ଞାନର ଅଗାଧ ସମୁଦ୍ରକୁ ଜରିଆ ଆଧେୟରେ କରି ନିଆଁ ଜଳମାନ ପର୍ବତ ଭଳି ମନ ଜଳାୟମାନ, ଜ୍ଞାନ ଗାରିମାରେ ଜଡ଼ ପର୍ବତ ଭଳି ଜ୍ଞାନର ଉଚ୍ଚତମ ପର୍ବତକୁ ଓ ତାହାର ପାରୁ ପର୍ଯ୍ୟନ୍ତ ଶେଷ ସୀମାକୁ ସ୍ପର୍ଶକାରୀ ହେଲା। ସବୁକିଛି ଖାଲିରୁ ଆସିଥିବା ଏଇ ମହାଶୂନ୍ୟର ପୃଥିବୀ, ଜ୍ଞାନ ଗାରିମାର ଭର୍ତ୍ତିପୂର୍ଣ୍ଣ ପୃଥିବୀ, ନିଖୁଣ, ନିଟଳ ଆଉ ସୁନ୍ଦର, ଉପକାରୀ ହୋଇ ଅମର, ଅଭଙ୍ଗର, ଆଶ୍ଚର୍ଯ୍ୟଚକିତର ଗତିଧାରା ତାର କଲ୍ଲୋଳ ବା ପ୍ରବାହରେ ଶୀର୍ଷ ଛୁଇଁଲେ ବି ମରିଯାଇ ଅମରତ୍ୱର ଧାରଣା ରଖିବି ଜୀବନ ବିତାନର ଶେଷରେ ଶିଖର ମୃତ୍ୟୁରେ ଚଢ଼ିବାକୁ ଅବଶ୍ୟ ହେବ। କୃଷ୍ଣ ଯେମିତି କାଣି ଆଙ୍ଗୁଠିରେ ଗିରି ଗୋବର୍ଦ୍ଧନକୁ ହାତଟେକାରେ ଧରିଥିଲେ, ମଣିଷ ବିଜ୍ଞାନୀ କୃଷ୍ଣ ସାଜି ମସ୍ତିଷ୍କର ଜ୍ଞାନକୁ ଗାରିମାର ଉଚ୍ଚ ସ୍ତରରେ ନେଇ ପହଞ୍ଚାଇଅଛି। ସେଇଠି ପୁଣି ଏମିତି ମଣିଷ ଅଛନ୍ତି, ଯିଏକି ଜୀବନ ଗୋବର୍ଦ୍ଧନର ଗିରିର ଶିଖର ଉଚ୍ଚତମ ବିନ୍ଦୁରେ ଛୋଟିଆ କଅଁଳିଆ ପତ୍ରଟି ପରି ଅବୋଧ ଶିଶୁଟି ହୋଇ ସ୍ଥିର ଅବିଚଳିତ ଦଣ୍ଡାୟମାନ ହୋଇଛି। ସେହି ନିର୍ବୋଧ ମଣିଷର ତାହିଁ ତାର ସ୍ଥିରତା, ଉଠିବାର ପରିମିତତା। ସେତିକି, ସେ ଉଠିବ ଆଉ ଅଧିକ ଉପରକୁ ନୁହେଁ। ତାହା ତାର ଜୀବନର ନିର୍ଦ୍ଦିଷ୍ଟତା। ସେଥିରେ ସେ ସ୍ଥିର ଥାଇ ଅବଶ୍ୟମ୍ଭାବୀ ଅନିବାର୍ଯ୍ୟ ମୃତ୍ୟୁ ବଜ୍ର ଭୋଗିବା ପାଇଁ ପ୍ରତୀକ୍ଷା କରିଛି। ଜାତସ୍ୟ ହି ଧ୍ରୁବ ମୃତ୍ୟୁ ପରା। ଜନ୍ମିଛି ଯେତେବେଳେ ନ ମରିବ ଅବା କେମିତି? ଜୀବନ ଯାହାକୁ ବୋଲନ୍ତି, ସେ ସିନା ମୃତ୍ୟୁକୁ ଗତି। ଉଷା କାବ୍ୟରେ କବିବର ରାଧାନାଥ ରାୟ ଯାହା କହିଛନ୍ତି, ତାହାକୁ ସୂଚାଇ କବି ରାଜେନ୍ଦ୍ର କବିତା ସମାପ୍ତ କରିଛନ୍ତି। ଜଡ଼ ଓ ଜୀବନ ସବୁ ପର୍ବତ କ୍ଷୟଶୀଳ, ଧ୍ୱଂସଗାମୀ। ଯେହେତୁ ଉଭୟ ସୃଷ୍ଟି ଓ ତାହାର ସର୍ଜନା, ତେଣୁ ନଷ୍ଟସ୍ୟ କ୍ୟାନ୍ୟା ଗତି ହେବ, ଯାହାକି ସ୍ୱାଭାବିକ। କବିତାରେ ପ୍ରାକୃତିକ ପର୍ବତ, ମଣିଷର ଜୀବନ ପର୍ବତ ଉଭୟର ସମତୁଲ ଆଲୋଚନା ହୋଇଅଛି। ବୌଦ୍ଧିକ ଆବରଣ ପ୍ରଲେପଯୁକ୍ତ ଭାଷାରେ କବିତାର ଆକୃତି ଦୀର୍ଘ, ଭାବ ପ୍ରସାରଣ ସନ୍ଦୀପ୍ତ। ସଫଳ କବିତା ସତ, ହେଲେ ଜଟିଳ ଅଛି ବୁଝାମଣା। କବି ଜୀବନକୁ ପର୍ବତ ଭାବରେ ଦେଖି କବିତାରେ ତାର ଅଙ୍କନ କରିଛନ୍ତି। ପର୍ବତ ପ୍ରତୀକ ଭାବରେ କବିତାରେ ବ୍ୟବହୃତ ହୋଇଛି, ଯିଏ ଜଡ଼ ଓ ମାନବ ଉଭୟ ଅର୍ଥରେ ବ୍ୟବହୃତ। ପ୍ରାକୃତିକ ପର୍ବତର ଦୃଶ୍ୟ ବର୍ଣ୍ଣନା ଦ୍ୱାରା କବି ତାକୁ ମାନବୀୟ ପର୍ବତ ଆଡ଼କୁ ନେଇଛନ୍ତି। କବି ଦୃଷ୍ଟିରେ ପର୍ବତ ଓ ମାନବ ଉଭୟ ସମାନ ହୋଇଯାଇଅଛନ୍ତି। ପର୍ବତ ଯେମିତି ସୃଷ୍ଟି ଓ ସ୍ରଷ୍ଟା, ମଣିଷ ବି ଠିକ୍ ସେମିତି। ସେ ବିଭୁ ଦ୍ୱାରା ସୃଷ୍ଟି ଓ ପିଲାମାନଙ୍କୁ ସ୍ରଷ୍ଟା ହୋଇ ଜନ୍ମ ଦେଇ ଉଭୟ ପାଳକ। ପର୍ବତ ଜଡ଼ ଜୀବ ଉଭୟଙ୍କୁ ପାଳେ। ମଣିଷ ସେମିତି ସନ୍ତାନ ସନ୍ତତିଙ୍କୁ ପାଳେ। ପର୍ବତ ସ୍ଥିତି ଆକୃତିରେ ବ୍ୟାପକ, ବିଶାଳ। ମଣିଷ ସେମିତି ଆକୃତି, ପଦବୀ, ଆୟୁଷ, ବଂଶ, ପରିବାର ନେଇ ବିଶାଳ। ସୁତରାଂ କବି ପର୍ବତ ଓ ମଣିଷକୁ କବିତାରେ ପର୍ବତ କରି ଏକତ୍ର କରି ଦେଇଛନ୍ତି, ସମାନ ବୋଲି ଭାବିଛନ୍ତି। ଗୋପବନ୍ଧୁଙ୍କର ଗିରି ଶିଖେ ଲୟ ରଖି ଚାଲିବି ମୁଖର ପର୍ବତ ନାମରେ ଗୋଟେ କବିତା ଅଛି।